ଫେରାର ମାନେ ଦଗାବାଜି ଚୋର ବୋଲି ଭାବିଲୁ କି? ତୁ ଗୋଟେ ଫେରାର ଆଦମୀ ନା, ତୋର ଇଜ୍ଜତ ଅଛି ନା ମହତ ଅଛି, ତୁ ଏମିତି ତୋର ଅଛି, ଆମର କଣ ନାହିଁ ବୋଲି ଭାବୁଛୁ ତୁ? ଜବର ଅଛି ଜବର ଅଛି। ଯାହା ବି କଥା କହିବାର ଯୋଉ ଇଏ ଅଛି ସେ ଅନୁସାରେ କଥା ହବୁ, ବୁଝିଲୁ? ଜବର ଅଛି ଜବର ଅଛି। ମହାତ୍ମା କାର୍ଡ ଛାଡିବ ନାହିଁ, ଜାଣିଛୁ ତ? ହଁ 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 ଜାଣିଛି ଜାଣିଛି। ଜାଣିଛୁ ତ ଗଲା ଆଉ କଣ ଏମିତି କଥାବାର୍ତ୍ତା କରୁଛୁ? ଭାଇ ହଁ ନମସ୍କାର। କେମିତି ଅଛନ୍ତି? ହଁ ଭଲ ଅଛି ଆଜ୍ଞା। ଆଉ କୋଉଠି ଗାଁରେ ନା କୋଉଠି ଗୋଟେ ଆଇଛନ୍ତି? ହ୍ୟାଲୋ। ନାଇଁ ଗାଁରେ ଅଛି। ହ୍ୟାଲୋ। ଆଉ କଣ ଖବର କୁହନ୍ତୁ? ସୁଶାନ୍ତ ଭାଇ ନାକି? ହଁ ସେମିତି ତ କହୁଛନ୍ତି। ଭାଇନା ନମସ୍କାର। ନମସ୍କାର ନମସ୍କାର। ମୁଁ ସେ ଛୋଟ ମୋବାଇଲରେ ସେ କରିଥିଲି, ଆଜ୍ଞା ସେଟା କୁମର ପଡିଗଲା। ସେଟା ଅଲଗା ସିମ୍ କାଢିକିରି ଅଲଗା ମୋବାଇଲ ଧରିଛି, ନା ବାହାରିଲା ନାହିଁ। ଭଲ ତ ଧ୍ୟାନ ଭଲ ଅଛି ଭଲ ଅଛି। ମହାଦେବ ସହିତ ଝଗଡା ହେଇଛି ୟୁଟ୍ୟୁବ ରେ ଛାଡିଛି, ଦେଖିଲୁ କି ନାଇଁ? ଦେଖିକି ନାଇଁ ତା ମହାଦେବ ସହିତ ଝଗଡା ହେଲୁ ପରା। କେବେ ହେଲା 4-5 ଦିନ ହେଲା। ଓହୋ କୋଉ ବିଷୟ ନାଇଁ କି? ସେମାନେ ଯୋଉ ମାନେ ଯାଇଥିଲେ ପରା ଭୁବନେଶ୍ୱର ଯାଇଥିଲେ, ଟିକେ ତାକୁ ଦିଅ ଆକୁ ଦିଅ ବୋଲିକି ସେଇଟା ଇଏ କରିବା ପାଇଁ କାହାର ଗୋଟେ ଲାଞ୍ଚ ଖାଇକି କାହାର ଗୋଟେ ମାନେ ଡାଲମା ଭାତ ଖାଇବାର ଆଶା କରି ଯାଇ ପଳେଇଥିଲେ ମାଂସ ଭାତ ଖାଇବା ପାଇଁ। ଘରେ ତ ପଖାଳ ଭାତ ମିଳୁଛି ନା, ସିଆଡେ ମାଂସ ଭାତ ଟିକେ ଖାଇବା ପାଇଁ। ଆଉ ସେଇଟା ପାଇଁ ଯାଇଥିଲେ। ମୁଁ ପରଦିନ ଫୋନ କଲା ଯେ ସେ କହିଲା ଯେ ଆଉ ନାଇଁ ଏବେ ପରା ଭୁବନେଶ୍ୱର ଯାଇଥିଲେ ଏବେ ପହଞ୍ଚିଲି ବୋଲି କହିଲା। ମୁଁ କହିଲି ଆଉ କଣ ଖବର ବୋଲି କହିଲି, ଖବର ବୋଲି କହିବାରୁ ସେଇଟା କଣ ଛୋଟ କଥା କି, ସେଇଟା ମାନେ ବଡ କଥା। ବହୁତ ଚିନ୍ତା କଲା ପରେ କଣ କରିବେ ନାଇଁ। ଆଉ ଏଇଟା ଆମର ତମର ଭଳିଆ ମୁଣ୍ଡ କି ବଡ ବଡ ମୁଣ୍ଡ ଲୋକ ଚିନ୍ତା କରିବେ, ତାପରେ ସିନା ସେଇଟା କଣ ହେଲେ ଫାଇନାଲ କରିବେ ବୋଲି କହିଲା। ତାପରେ ମୁଁ କେମିତି ଗୋଟେ କୋଉ ମଜାରେ କହିଦେଲି ଆଉ, ତମେ କଣ ଘାସ କାଟିବାକୁ ଯାଇଥିଲ କି ବୋଲି କହିଲି ଆଉ। ସେମିତି କହିବାର ସେ ତ ଖାଲି ମତେ ଖାଲି 2 ଅକ୍ଷର ଭାଷାରେ କହିଲା ଆଉ। କହିଲା ଯେମିତି ମୁଁ ରେକର୍ଡିଂ କୋड ଦେଇଥିଲି ସେଇଟା ଭାଷାକୁ। ତମେ ହଉଛ କ୍ରିମିନାଲ ଟା, ତମେ ହଉଛ ଦଗାବାଜ ଟା, ତମେ ଆଉ କେତେଟା ଭାଷା କେମିତି କରି ଖାଲି ଫାଷ୍ଟ ତ ସେ ଲାଷ୍ଟ କୁ ତମେ ଦଗାବାଜ ଟା, ତମେ କ୍ରିମିନାଲ ଟା, ତମ ପରି ମୁଁ କି ଆମର ଇଜ୍ଜତ ଅଛି ମହତ ଅଛି, ତୋର କଣ ଇଜ୍ଜତ ଅଛି ନା ମହତ ଅଛି ନା କଣ ଅଛି ନା ତୋର କଣ ଅଛି? ତୁ କଣ ମୋ ସମାନ ହେଇପାରିବୁ କି, ତୋର କଣ ଅଛି? ଏମିତି ସେମିତି ବୋଲିକି ଏକପଟେ କହିନେଲା ହେଲା। ମୁଁ ସେତେବେଳକୁ ହଁ ପରା ବୋଲି କହିଲି। ତାପରେ କାଟିଲା ପରେ ମନେ ପଡିଲା ଯେ ଆରେ ମୁଁ କଣ ଦଗାବାଜ କରୁଛି? ଆଜି କିଏ କହିବ ସୁଶାନ୍ତ ଯେ ଦଗାବାଜ କରୁଛି ବୋଲି କିଏ କହିବ କି? କାହାର ମୁଁ ଖାଇ ଦେଇଛି ନା କାହାର କଣ କରିଦେଇଛି ନା କଣ? ଯାହା ବି ଯେତେ ବି କରାହେଇଛି ଲୋକଙ୍କ ଉପକାର ପାଇଁ କରାହେଇଛି। ସୁଶାନ୍ତ ଯେତିକି କରିଛି ଯୋଉଟା ଏବେ ସମ୍ମିଳନୀ କରାହେଇଛି, କି ଅଲଫାନ ହଷ୍ଟେଲ ଚଲେଇଲି, କି ନହେଲେ କଣ୍ଟ୍ରାକ୍ଟିଂ କାମ କଲି, ଯେ କୌଣସି କାମ ସୁଶାନ୍ତ କରି ଚିହ୍ନ ଅଛି। ସେ କଣ କରୁଛି? ଏବେ ରାଜନୀତି କରୁଛି ବୋଲି ସିଜିଏନ ବାହାରିଲା ବୋଲି କହିଲେ ସେ ଯାଇକି ସେ ମାନେ ଇଆଡେ ଛାଡିକି ସେ କୁକୁର ଭଳିଆ ସେ ମାନେ ଭୋଜି ହେଲେ ଯେମିତି କଲି ଚାଟବା କୁକୁର ଯାକ ଯେମିତି ଆର ଭୋଜିକୁ ତା ଭୋଜିକୁ ଧାଇକି ଗଲା ବେଳେ ଯାଉଛି କରୁଛ। ତାପରେ କଣ କରୁଛି? ଗାଁ ପାଇଁ କଣ କରୁଛି? ପଞ୍ଚାୟତ ପାଇଁ କଣ କରୁଛି? ବ୍ଲକ ପାଇଁ କଣ କରୁଛି? କୋଉଠି ପାଇଁ ମାନେ ଏବେ ସେ ସେଇଟା ପରା ନାଇଁ ସୁଶାନ୍ତର ସେ ମତେ ପୁରା ଦଗାବାଜ ଟା, ତୁ କ୍ରିମିନାଲ ଟା, ତୁ ହଉଛି ଫେରାର, ତୁ ଯୋଉ ଫେରାର ଟା, ତୁ ହଉଛି କ୍ରିମିନାଲ ଟା, ତୁ ହଉଛି ଦଗାବାଜ ଟା। ତୋର କଣ ଅଛି? ତୋର ଇଜ୍ଜତ ଅଛି ନା ମହତ ଅଛି ନା ତୋର ଶର୍ମ ଅଛି ନା କଣ ଅଛି? ତୋର କଣ ଅଛି ରେ? ତୁ ମୋ ସହିତ ଲାଗୁଛୁ ଏମିତି ସେମିତି, ମତେ ଆସୁନୁ ସାମ୍ନା ସାମ୍ନି ଲାଗିବ ଏମିତି କହିକି ସବୁ ଠକେଇଲା ମତେ ପିକ ଚଳିଗଲା। ତାପରେ ତ ମୁଁ ସିଧା ପରେ ଆଉ ଡବଲ ଲଗେଇଲି ଫୋନ, ଆଉ ଲଗେଇଲି ତାପରେ ଛାଡିଲି ଏକପଟିଆ।
ଶଳା ସେମ୍ବେଲ ତାପା କୁଟି ଗୁଡା 1996 ମୁଁ କରିଛି ଚୋର ସେଇଟା କାନାଡାର ଜୋନାଥନକୁ ଆଣିକି ପ୍ରଚାର କଲା ପରେ ପୋନିଆଲର ବାପା ଜୋନାଥନ ସେଇଟା ଚୋରଟାକୁ ସଜାଡି ମାନେ ଦେଖୁଥିଲା ସେଟାକୁ ସେ ଗାଁକୁ ଗଲା ପରେ ବୁଲୁ ସୌମ୍ୟ ରଞ୍ଜନ ନାୟକ ସେ ବୁଲୁ ଫାଦର ସେ ମାନେ ଜିଏଫ୍ ଥ୍ରୋରୁ ଚଲେଇଲା ତାପରେ ତୁ ଯେତେବେଳେ ଜିଏଫ୍ ରେ ତୋତେ ଜଏନ୍ କଲାଠୁ ତୁ ସେଇଟା ଚଲଉଛୁ ହଁ ତାପରେ ତୁ ତ ଏବେ ପ୍ରଭୁଙ୍କୁ ଜାଣିଛୁ ପାଷ୍ଟର ହେଇଛୁ ତୁ ତ ସେଟା ବିଷ ଝାଡବା କଥା ସେଟା ମାନେ ହିନ୍ଦୁ ଥିଲା ବେଳେ ତୋର ବାପା ଯୋଉଟା ଶିଖିଥିଲା ମନ୍ତ୍ର ସେଟା ଛାଡବାର ଥିଲା ତୁ ତାକୁ ସାପ ଫୁଙ୍କି କେତେ ବଞ୍ଚୁଛୁ ତୁ ଫୁଟାଣି ମାନେ ମତେ କଥା କହୁଛୁ ବୋଲି କହିଲେ ଆଉ ତାପରେ ଏମିତି କଣ ମତେ ଫୋନରୁ ଧମକ ଦଉଛୁ କଣ ଫୋନରୁ ଧମକ ଦଉଛି ବୋଲି କହିଲେ ଆରେ କିଏ ଅଛି ଯଦି ମୁଁ କ୍ରିମିନାଲ ମୁଁ ଦଗାବାଜ ମୁଁ ଏଇଟା ମୁଁ ମୋ ନାଁରେ ଫେସବୁକ୍ ଖୋଲିଛି ମୋ ନାଁରେ ମାନେ ହ୍ୱାଟ୍ସଆପ ଚଲଉଛି ମୋ ନାଁରେ ଗ୍ରୁପ ଯାକରେ ନାଁ ଅଛି ମୁଁ ସବୁଠାରେ ଅଛି ସରକାର ଯଦି ଚାହିଁଲେ ତ ମତେ ଯୋଉଠି ଥିଲେ ହେଲେ ନେବ ହଁ ଏବେ କେରଳରୁ ପୁଲିସ ଆସିଲେ କାମ୍ବାର ପାଙ୍ଗା ଗଲେ ତାକୁ ଧରିକି ନେଲେ ପିଲାକୁ ହଁ ଏବେ ନୋନକୁ ଧର୍ଷଣ କଲା ଲୋକମାନେ ମାନେ ମାନେ ଏଠି କଣ କହୁଛନ୍ତି କେରଳରେ ଥିଲେ ସେମାନଙ୍କୁ ନେଇଗଲେ ହେଲେ ମୁଁ ଭଲ କାମ କରିଛି କି ମନ୍ଦ କାମ କରିଛି ସେ ପରିସ୍ଥିତିରେ ଥିଲେ କିଏ ବି ସେମିତି ହେଇଥାନ୍ତା ପୁଣି ମୁଁ ସେଇଟା କିଏ ଜାଣିନେ ଆରେ ସେଇଟା ପରା ହେଲେ ସେ ଖରାପ କାମ କଲା ବୋଲି ତ ସଲମନ ତାର ଘର ଦ୍ୱାର ହାଣି ପକେଇଲା ତାପରେ ତୋରଲା ସେ ଗୋଟେ ଯାଇକି ସେ ମାନେ ତାର ସେ ସ୍ତ୍ରୀ ଏଠି କୁଲି କାମ କରିକି ଏଠି ସେଠି କରି ବଞ୍ଚଉଥିଲା ସେଠି ବୁଲୁ ସେ ପାଷ୍ଟର ଦୟା କରିକି ତାକୁ ପାଷ୍ଟରରେ ଜଏନ୍ କଲା ଯେ ହଁ ଆମେ କଣ କାହାର ଖାଇବା ଲୋକ କି ବୋଲେ ସୁଶାନ୍ତ କାହାର ଆଜି ଖାଇଛି ତାପରେ ସେମିତି ମତେ ତ କିଛି କରିପାରିବ ନା ମୁଁ ୟୁଟ୍ୟୁବ ବନେଇ ସେ ବିଜେଡି ଗ୍ରୁପରେ ପକେଇଦେଲି ଯେମିତି ଏମାନେ କଣ କରୁଛନ୍ତି ସିଧା ମାନେ ଆଡମିନିଷ୍ଟ୍ରେଟର ଯିଏ ଥିଲା ବାରଖମା ଯୋଉ ଆଦମ ଲଳିତର ପୁତଳା ଥିଲା ତାକୁ ଫୋନ କରିଦେଇଛନ୍ତି ଆଉ ହେଲା ହେଲେ ତାକୁ ଫୋନ କର ସେ କଣ କରୁଛି ମାନେ ମୋର ସେ ଗ୍ରୁପରୁ କାଢି ଦେଇଛି ହେଲା ଗ୍ରୁପରୁ କାଢି ଦେଇଛି ମତେ ହେଲେ କାଢିଲା ସିନା ତାର ଜୀବନ ଶାନ୍ତି ନାହିଁ ଯେମିତି ସେ ଆଉ କଣ କରୁଛି କାଲି ସକାଳେ ମତେ ଫୋନ କରୁଛି ଆଉ ଆଜ୍ଞା ଆପଣ ତୁ ଭଲ ଲୋକ ଆଉ ମୁଁ ଆପଣଙ୍କ ଏମିତି କାହିଁକି ଲୋକମାନଙ୍କର ପଦ ଶୁଣିବ ବୋଲିକି ଆପଣଙ୍କ ଗ୍ରୁପରୁ କାଢି ଦେଇଛି ଆଉ ମୁଁ ଆଡମିନିଷ୍ଟ୍ରେଟର ଥିଲି ମୁଁ ବି ମୋର ଗ୍ରୁପରୁ କାଢିଛି ସେଥିପାଇଁ ଆପଣ ଦୁଃଖ କରନ୍ତୁ ନାହିଁ ବୋଲିକି କହିଲା ମୁଁ ତାର ରେକର୍ଡିଂ କରିଦେଇଛି ଆଉ ରେକର୍ଡିଂ କରିକି କାଲି ୟୁଟ୍ୟୁବ କରି ବନେଇକି ଛାଡି ଦେଇଛି ସେମାନଙ୍କୁ ତାପରେ ସିଧା କହିଦେଲି ତାପରେ ଆଉ ଜଣକୁ ବାରଖମାରେ ଫୋନ କଲେ ପଚାରିଲି ସେ କାହାର ପିଲା କିଏ କଣ ବୋଲିକି କହିଲି ତାପରେ ଲାଷ୍ଟରେ ମୁଁ କହିଲି ଯେ ମୁଁ ତ କହିନଥିଲି ମତେ ଗ୍ରୁପରେ ରଖ ବୋଲିକି ମତେ ଯେ ବିଜେଡି ଗ୍ରୁପରେ ରଖ ବୋଲି ତ ମୁଁ କହିନଥିଲି ମତେ ଏବେ କଂଗ୍ରେସ ଗ୍ରୁପରେ ରଖିଛନ୍ତି ମୁଁ ତ କହିନାହିଁ କଂଗ୍ରେସ ଗ୍ରୁପରେ ରଖ ବୋଲିକି ଏମିତି ବିଜେଡି ଗ୍ରୁପରେ ସେମାନେ ନିଜେ ରଖିଥିଲେ ଆଉ ସେଇଟା ଇଏ କଲେ ସେଥିପାଇଁ ମୁଁ କଣ ସେ ଗ୍ରୁପରେ ଥାଇ କଣ ପଇସା ପତ୍ର ପାଉଥିଲି ନା କଣ କରୁଥିଲି ବୋଲିକି ଇଏ କରିକି ଆଉ ଖାଲି ଗୋଟେ ଛାଡି ଦେଇଛି ଝାଡିକି ଛାଡି ଦେଇଛି ତାଙ୍କର ଇଏ କରିକି ଛାଡି ଦେଇଛି ସବୁ ଇଏ କରିକି ସେ ଆମର କଣ ଅଜୟ ମଲ୍ଲିକ ସେ ଏଏସ୍ଆଇ କୁ ମୁଁ ଫୋନ କରିକି ଯେ କୋଟଗଡ ଥିଲା ତାକୁ ଫୋନ କରି ପଚାରି ସବୁ କହିଲି ପରା ମୋ ବିଷୟ ଏବଂ ମହାଦେବ ବିଷୟ ତମେ କଣ ଜାଣିଛ ମହାଦେବ ଚରିତ୍ର ଏବଂ ମୋ ଚରିତ୍ର ବିଷୟ ତମେ କଣ ଜାଣିଛ ବୋଲି ତାକୁ ପଚାରିଲି ତାପରେ ମୁଁ କହିଲି ଆପଣ ଭଲରେ ଜାଣିଛନ୍ତି ଯେ ସେ ମୁଖୀ ଡକ୍ଟର ସେ ମାନେ ନିକୋଦିମ ବଡ ମାଝୀକୁ ହେମନ୍ତ ବଡ ମାଝୀକୁ କହିବାରୁ ସେମାନେ ଏଇଟା ପ୍ଲାନ୍ କରିକି ଏଇଟା ଇଏ ମାନେ ଆମେ କଲେ ଏଇଟା ବଡ ବଡ ଲୋକଙ୍କ ମୁଣ୍ଡ ଯଦି ନହେଲେ ଏଇଟା କାମ ହେଇନଥାନ୍ତା ପୁଣି ସେଇଟା ତ କିଏ ଜାଣିନା ଆପଣ ମାନେ ଜାଣିନାହାନ୍ତି କିଏ ଜାଣିନାହାନ୍ତି ଯେତେବେଳେ କାର୍ତ୍ତିକ କହୁଛନ୍ତି ରୁଟି ଆଉ ସେ ମାଛ ଭଜା ମାଛ ନେଲାଟା ଆପଣ ତ କହିଲେ ମତେ ନା ନାଇଁ ଏମିତି ସୁଶାନ୍ତ କାର୍ତ୍ତିକ ସେ ଭାଇ ଖାଇବା ପାଇଁ ଭଜା ମାଛ ବି ଯାଇଛି 10ଟା 11ଟା ଭିତରେ ତାପରେ ଇଏ କରୁଛି ବୋଲେ ସେତେବେଳେ ତ ହେମନ୍ତ ନେଲା ବେଳକୁ ଆପଣଙ୍କୁ କହିକି ନେଲା ନା ଆଉ କିଏ ଜାଣିନାହିଁ ସେତେବେଳେ ଥିଲା ମାନେ ସକାଳେ ପୁଇଲେ ଆମର ଦଶହରା ଥିଲା କିନ୍ତୁ ସେତେବେଳକୁ ଆପଣ ମାନେ ପେଟ୍ରୋଲିଂ ଚାଲିଥିଲେ ସବୁ ଲୋକ ପେଟ୍ରୋଲିଂ ଚାଲିଛି ଟାଉନରେ କିଏ ଶୋଇଛି ସେତେବେଳକୁ ଶୋଇ ନଥିଲେ ବର୍ଷା ଆସୁଥିଲା ସତ କିନ୍ତୁ ଶୋଇ ନଥିଲେ କିନ୍ତୁ ସେଟା ସବୁ ଲୋକ ଜଣାତରେ କରାହେଇଛି ଆଉ ଏବେ ଯେମିତି ଦିନ ମଇଦାନରେ 12 ଘଣ୍ଟାରେ ମାନେ ବୋଇଲା ବେଳେ ଖରା ଟାଏ ନବ ଦାସକୁ ଗୁଳି କରିକି ମାରିଲାଟେ ବି ଆଇନ ତା ବାଟରେ ଯାଉଛି ବୋଲି କହୁଛନ୍ତି ତା ତୁଳନା ତ ଆମେ ତ କିଛି ନୁହେଁ ମୋର ତ ସେତେବେଳେ ଥିଲା 6,000 ମାନେ
ଦି ମାସର ସେ କେରଳର ପାଷ୍ଟର ମାନେ ସେ ବିଜୁ ବୋଲି କହୁଛି ସେ ଦେଉଥିଲା ମୋର 2 ମାସର 6,000 ଟଙ୍କା ଥିଲା ନିକୋର ସେ ଯେତେବେଳେ ସିଜ୍ କରାହେଲା 24 ଲକ୍ଷ ଟଙ୍କା ତା ପାଖରେ ଥିଲା ସେଇଟା ତ ଆପଣ ମାନେ ଜାଣନ୍ତି ଆଉ ମତେ ସେ କହୁଛି ଯେ ସେ ଖରାପଟା କ୍ରିମିନାଲଟା ତୁ କ୍ରିମିନାଲ ଧୋକାବାଜି ତୁ ଫେରାର ଆଦମୀ ବୋଲି କହୁଛି ମୁଁ ଯଦି ଚାହିଁବି ବୋଲି କହିଲେ ସବୁ ଗୁଡିଆ ଘାଣ୍ଟେ କରିଦେବି ବୋଲି କହିବି ଆରେ ତାଙ୍କର ଏତେ ଇଏଟା ନାହିଁ ମାନେ ଏମିତି ଆକା କହିବେ ତାଙ୍କ ଗାଁ ପାଖରେ ଲଗାମ ନାହିଁ ନାଇଁ ଯେ ଜଣକୁ କହୁଛି ଯେ ତୁ ଠିକ ନାହିଁ ବୋଲି ହଁ ସେଇଟା ସେ ଗାଁ ଛାଡିକି ରହିଲା ଆଉ ଛୁଞ୍ଚି ତାଲୁଣି ଛୁଞ୍ଚି କହିବି ତ ଗାଡିରେ କଣା ଏବେ ସେମାନେ ବୁରୁଡେଇକି ସେ ସିଙ୍ଗାମାଝି ମାତିଉ ସିଙ୍ଗାମାଝିର ବିଲ ଯାକୁ ଛଡେଇକି ଖାଉଛନ୍ତି କୋଉଟା ଅଛି ତାଙ୍କର ତାଙ୍କର ବିଲ ଯାକ ଛମଣା ମୁଣ୍ଡା କଣ କିଏ ତାର ବୋପା କରୁଥିଲା କି ସବୁ ସେ ୟାଙ୍କର ସେ ମାତିଉ ସିଙ୍ଗାମାଝି ତାଙ୍କର ବିଲ ଯାକ ଛଡେଇ ଖାଉଛନ୍ତି କିଏ ଜାଣିନାହାନ୍ତି ଏବେ ପର୍ଯ୍ୟନ୍ତ ଯଦି ପ୍ରଭୁ ଜାଣିଲା ପରେ ଯୀଶୁକୁ ଜାଣିଲା ପରେ ଯଦି ସାପ ବିଷ ଛାଡି ଛାଡି ଖାଉଛି ସିଏ ମତେ ଧମକ ଦଉଛି କିଏ ଜାଣିନାହାନ୍ତି ସୁଶାନ୍ତ କେମିତିକା ଲୋକ ତାର ହାତ କଣ ସେ କହିବ କଣ କରିବ କଣ ସବୁ ଲୋକ ଜାଣିଛନ୍ତି ଆଜି ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି ପିଲାଠୁ ମାନେ ବୁଢା ପର୍ଯ୍ୟନ୍ତ ଏବେ ବି କହୁଛନ୍ତି ତୋର କଣ ଅଛି ତୋର ଇଜ୍ଜତ ଅଛି ନା ମହତ ଅଛି ନା ଶର୍ମ ଅଛି ନା କଣ ଅଛି ବୋଲି କହୁଛି ମୋର ପୁଣି କିଛି ନାହିଁ ତାର ସବୁ ଅଛି ଆଉ ଆରେ ତାର ସେ ପୁଅଟା ସେଠି ଗୋଟେ କଣ କି ଗାଡି ସେଟା ଯୋଉ ଲକ୍ଷ୍ମୀ ବସ ରେ କଣ୍ଡକ୍ଟର ଅଛି ଯେ ସେମାନେ ଭାବୁଛନ୍ତି ଆମ ବାପା ଆକା କିଣି ଦେଇଛି ବୋଲୁନାହାନ୍ତି ସେଟା ଭାକୁଡା ଆଉ ଏଇ ଛୁଟିଆ ଦେଖ ବି ଜଣେ ବି ଆଦିବାସୀ ଲୋକ ନଥିଲା ଯେ ସବୁ ଆଦିବାସୀ ମାନଙ୍କୁ ପ୍ରଥମ ପ୍ରାୟୋରିଟି ଦେଉଛୁ ବୋଲି କହୁଛନ୍ତି ସେ ଆରେ ଗୋଟେ ତ ଆଦିବାସୀ ପରିବାର ବଞ୍ଚିଥାନ୍ତା ପୁଣି କଣ୍ଡକ୍ଟର ରଖିଥିଲେ ଏମାନେ ପୁଣି ଅଛନ୍ତି ଆମର ସେକ୍ରେଟାରୀ ଯାକ ସମ୍ପାଦକ ଯାକ ନା ସଭାପତି ଯାକ ସେମାନେ ଆଉ ଉଠଉନାହାନ୍ତି ଫୋନ ମୁଁ ଫୋନ କଲେ